କନ୍ୟାଟିର ନାମ ନୟନ ତାରା, ଦୁଃଖ ପାଶୋରା। ବାବୁ ଶୁଣିଥିଲେ ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା। ଜମିଦାର ବାବୁ ବିମୋହିତ ହୋଇଗଲେଣି। ମନେ କଲେ ସ୍ୱର୍ଗରୁ ଦେବକନ୍ୟାଟି ଓହ୍ଲେଇ ଆସିଛି। ଦିନ ରାତି ଗିଲାସ ହାତରୁ ଛାଡ଼ ନାହିଁ। 4 ଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ କୋର୍ଟସିପ୍ ଚାଲିଛି। ବେଗ ଚଢ଼ି କେତେ ଜାଗା ବୁଲି, ବଗି ଚଢ଼ି କେତେ ଜାଗା ବୁଲି ଆସିଲେଣି। କନ୍ୟା ବାପ ମାଙ୍କୁ ଏଇଟା ଭଲ ଲାଗୁନାହିଁ। କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେଇ ଡରରେ କିଛି କହିପାରୁନାହାନ୍ତି। କନ୍ୟାର ଜାତିକୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ। ପିଲାଏ, ଅବଶ୍ୟ ଜାତିକୁଳ କଥାଟା ଯାହା ଗାଳ୍ପିକ ଏଠି ଲେଖିଲେ, ଜାତିକୁଳ ଏବେ ବି ବହୁତ ଲୋକ ମାନୁ ନାହାନ୍ତି। ମାନିବା ଠିକ କି ଭୁଲ ତାକୁ କହିବା ଆମର ଉଚିତ ନୁହଁ। ତେବେ କିଛି ଲୋକ ଥାଆନ୍ତି ଯେ ଜାତିକୁଳ ଦେଖିକିରି ବାଘର କରନ୍ତି। କିଛି ଲୋକ ମାନନ୍ତିନି। ନିଜ ନିଜ ମାନସିକତା ଅନୁସାରେ କାର୍ଯ୍ୟ ସମ୍ପାଦନ ହଉଥିଲା, ଏବେ ହଉଅଛି। ତେବେ ରାଜୀବଲୋଚନଙ୍କର ଯୋଉଠି ବାହାଘର ହେଇଛି, ସେ ଝିଅଟିର ନାଁ ହଉଛି ନୟନତାରା ଦୁଃଖ ପାଶୋରା। ବାବୁ ଶୁଣିଥିଲେ ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ। ନାଁଟା ଶୁଣିଥିଲେ, ଆଉ ଯେତେବେଳେ ପ୍ରତ୍ୟକ୍ଷ ମାନେ ସିଧାସଳଖ ଭାବରେ ଯେତେବେଳେ ଦେଖିଲେ କଣ ନା, କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା। ସ୍ୱାଧୀନା ମାନେ ସେ ମୁକ୍ତ, ମାନେ କଥାବାର୍ତ୍ତା କରିବାକୁ ସେ କାହାକୁ ଡରୁ ନଥିବ। ଆଉ କଣ, ଶିକ୍ଷିତ, ପାଠ ପଢିଛି। ତେଣୁ ଜମିଦାର ପୁରା ବିମୋହିତ, ତା ଦେହରେ ପୁରା ଆନନ୍ଦ। ଆଉ 2 ଜଣଙ୍କ ଭିତରେ 4 ଦିନ ହେଲାଣି କୋର୍ଟସିପ୍ ଚାଲିଛି, ମାନେ ପୂର୍ବାଳାପ ଚାଲିଛି। ବାହାଘର ପୂର୍ବରୁ ସେ ତାଙ୍କର କଣ କଣ କରିବେ ପ୍ଲାନିଂ ଚାଲିଛି। ଏବେ ବି ତ ସେୟା ହଉଛି। ବାହାଘର ବର୍ଷେ ପୂର୍ବରୁ, 2 ବର୍ଷ ପୂର୍ବରୁ ଶେଷକୁ ମାନେ ଏକାଠି ରହିଲା ପରେ ଜଜମେଣ୍ଟ ଦିଆ ହଉଛି ଯେ କିଏ ବାହା ହବ ନ ହବ, ସେଇଟା ତାର ରାୟ ପୁଣି ଶୁଣା ହଉଛି। ଛାଡ଼ ସେ କଥା। ତେବେ କନ୍ୟା ବାପା ମାଙ୍କୁ ଏଇଟା କିନ୍ତୁ ଭଲ ଲାଗୁ ନାହିଁ। କିନ୍ତୁ ଜମିଦାର ପୁଅ ଯେହେତୁ କାଳେ ହାତଛଡ଼ା ହେଇଯିବ ଟିକେ ବାରଣ କଲେ, ସେଥିପାଇଁ ସେ ନୀରବ ରହୁଛନ୍ତି, କିଛି କହୁନାହାନ୍ତି। ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିରୋଳ ସତ୍ୟ କଥା ଗୁଡ଼ିକ ଲେଖିବାକୁ ହୁଏ। ଆମ୍ଭେମାନେ ବହୁତ ଅନୁସନ୍ଧାନ ଯୋଗରେ ଏହିପରି ପରିଚୟ ପାଇଅଛୁ। ଗଳ୍ପ ଲେଖକ ନିଜେ ଫକୀରମୋହନ ସେନାପତି କହୁଛନ୍ତି, ଗାଳ୍ପିକ ସେ କହୁଛନ୍ତି, ଗଳ୍ପ ଯିଏ ଲେଖିବ ନିହାତି ଠିକଠାକ କଥା କିଛି ଥିବ, ପୁରା ମନଗଢ଼ା କଥା ନୁହେଁ। ତେଣୁ ଏସବୁ ଉପରେ ଅନୁସନ୍ଧାନ କରିବାକୁ ହୁଏ। ତେବେ ମୁଁ ମଧ୍ୟ ଅନୁସନ୍ଧାନ କରିଛି କନ୍ୟା ପିତାମାତାଙ୍କ ବିଷୟରେ। କଣ, ଆଶ୍ରମ ଚା ବଗିଚା ମେଞ୍ଜର ସାହେବ ଗୋଟାଏ କୁଲି ଟୋକାକୁ ବୁବୁର୍ଚି କାମରେ ବାହାଲ କରିଥିଲେ। ତା ନାମ ମକରା ମଳିକ। ଆଚ୍ଛା, ବୁବୁର୍ଚି କାମରେ ଅର୍ଥାତ୍ ମଜୁରିଆ କାମରେ ସେ ଚା ବଗିଚାର ମେଞ୍ଜର ସାହେବ ଗୋଟାଏ କୁଲି ଟୋକାକୁ ରଖିଥିଲେ। ତା ନାଁ ହଉଛି ମକରା ମଳିକ। ସେ ବଢି ପଦୋନ୍ନତିରେ ହେଲା ଖାନସମା। ସେଇ ବଗିଚାରେ 30-40 ବର୍ଷ ହେଲା ସାହେବ ମାନଙ୍କ ପାଖରେ ଅଛି। ଗ୍ରାମ, ଘର, ଜାତି, କୁଳ କିଛି ଜଣା ନାହିଁ। କୁଆଡ଼େ ବା ଯିବ। ସେଇଠାରେ ଗୋଟିଏ କୁଲିଆଣୀକୁ ବାହା ହେଲା। ହଁ, ଢେର ଦିନ ଯାଏ ସନ୍ତାନ ମୁଖ ଦେଖିଲା ନାହିଁ। ତ୍ରିନାଥ ମେଳା, ଶୁକୁଚୁନି ପୂଜା, ଗ୍ରାମ ଦେବତୀ ମାଜଣା, ଦୁଇ ଜଣ ଯାକ ଢେର ଧର୍ମ କାର୍ଯ୍ୟ କଲେ। ଦର ବୁଢା ବୟସରେ ଗୋଟିଏ କନ୍ୟା ଜାତ ହେଲା। ବୁଢା ବୁଢୀ ଭାରି ଖୁସି। ମା ଝିଅର ନାମ ଦେଲେ ନୟନ ତାରା, ବାପା ଡାକିଲେ ଦୁଃଖ ପାଶୋରା। ଶେଷରେ ନାମ ହେଲା ନୟନ ତାରା ଦୁଃଖ ପାଶୋରା। କନ୍ୟାଟି ଦିନକୁ ଦିନ ବଢିଲା। ଚା ବଗିଚା ପାଖରେ ଗୋଟିଏ ସ୍କଟିଶ ବାପ୍ଟିଷ୍ଟ ଅର୍ଫେନ ବାଳିକା ସ୍କୁଲ ଥିଲା। ମିସ୍ ଡଗଲସ ମିଷ୍ଟ୍ରେସ। ମା ବାପା ଭାରି ଶ୍ରଦ୍ଧା, ଭାରି ଖୁସିରେ କନ୍ୟାଟିକୁ ମୋଜା, ଜୋତା, ସେମିଜ ଜ୍ୟାକେଟ ପିନ୍ଧାଇ ଦେଇ ସ୍କୁଲ ଛାଡ଼ିଲେ। କନ୍ୟାଟି ବଢି ପାଠ ପଢି 13 ବା 14 ବର୍ଷ ହେଲାଣି। କନ୍ୟାଟି ସ୍କୁଲରୁ ଆସି ମା ବାପା ପାଖରେ ଢେର ଇଂରାଜୀ କଥା କହେ, ମୋଜା ବୁଣା ଦେଖାଏ, ଗୀତ ଗାଏ, ନାଚେ, ଖୁବ ସ୍ୱାଧୀନା। ପୁରୁଷ ଗୁଡାଙ୍କୁ ଖାତର କରେ ନାହିଁ। ଏଣେ ମା ବାପ ମୁଣ୍ଡରେ ଉକୁଣି କାମୁଡ଼ିଲାଣି। କେମିତି ବାହା ଦେବେ। ଛୁଟି ନେଇ କଲିକତା ଆସିଲେ। ଢେର ଖୋଜାଖୋଜି କଲେ, ମାତ୍ର ବାପା ମାର ଜାତି କୁଳ ଦେଶର ପତା ନ ଲଗିବାରୁ ବର ଜୁଟିଲା ନାହିଁ। ପ୍ରଜାପତି ଘଟସୂତ୍ର ଜଣେ ଦଲାଲ ଠିକଣା ଲଗାଇଦେଲା। ସେଇ ଦଲାଲ ବାବୁଙ୍କୁ ଜଣାଇଲା, ଆପଣ ଜମିଦାର କଲିକତା ସହରରେ ଭାରି ନାମ ଡାକ। ସେହିପରି
ମର୍ଯ୍ୟାଦାରେ ବାହାଘର ହବ, ବିଭାଘର ହବ। ବାବୁ ଝୁଙ୍କି ଝୁଙ୍କି କହିଲେ ଅବଶ୍ୟ ଅବଶ୍ୟ ନିଶ୍ଚୟ। ମ୍ୟାନେଜର ବାବୁ କହିଲେ ଟଙ୍କା ନାହିଁ ଯେ। ଦଲାଲ କହିଲା ଏ କଣ ଗୋଟେ କଥା, ବାବୁଙ୍କର ପୁଣି ଟଙ୍କାର ଅଭାବ। ବାବୁ ଆଜ୍ଞା କରନ୍ତୁ, ଏଇ ଲାଗେ 10,000 ଟଙ୍କା ଆଣିଦେବି। ଟଙ୍କା ନାମ ଶୁଣି ବାବୁଙ୍କର ଟିକିଏ ହୋସ ହେଲା। ଶୁଣି ମନ ଖୁସି ସଳଖି ବସିଲେ। କଲିକତାରେ ମହାଜନ ଅଭାବ କଣ? ଖୁବ୍ କାୟଦା କଟକଣାରେ ଜମିଦାରୀ ଲେଖି ନେଇ 10,000 ଟଙ୍କା ଦେବାକୁ କହିଲା। ଦଲିଲ ରେଜିଷ୍ଟ୍ରି କରିବାକୁ ତର ସବୁ ନାହିଁ। ଜଲ୍ଦି ଟଙ୍କା ଆଣ। କଲିକତାରେ ଅନେକ ବାବୁ ଅର୍ଥାତ୍ ପୂର୍ବ ସଭାର ସଭ୍ୟମାନେ ଆଉ ଖଦେରପୁର ବଜାରର ଛୁଟକୁରିଆ ବଢିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହୋଇଗଲେ। ନାନା ପ୍ରକାର ମିଷ୍ଟାନ୍ନ, ନାନା ପ୍ରକାର ପେୟ, ଆସନ, ଦାନ୍ତ ଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର। 3 ଦିନ ଯାଏ ନାଚ ତାମସା ପିଆର ଖୁବ୍ ଧୁମ୍ ଚାଲିଛି। ଇତିମଧ୍ୟରେ ବାହାଘର ହେଇଯାଇଛି। କଣ ହେଇଛି ନା ଜମିଦାର ବାବୁ ତ ବଡଲୋକିଆ କଥା, ତେଣୁ ଯିଏ ଦଲାଲ, ଯିଏ ମଧ୍ୟସ୍ଥି, ଯିଏ ବାହାଘର କରଉଛି, ସେ କହିଲା ଇଏ ଗୋଟେ କଥା, ଏମିତି ଯାଇତାଇ ଭାବରେ କଣ ଯାଇତାଇ ଲୋକର ପୁଅ ବାହା ହଉଛି ନା କଣ? ଜମିଦାର ବାହା ହଉଛନ୍ତି ନିଜେ ରାଜବଲୋଚନ। ତେଣୁ ଭଲକିରି ବାହାଘର ହବ, ଭଲକିରି ଭୋଜି ଭାତ ହବ, ସବୁ ବ୍ୟବସ୍ଥା ହବ। ବାବୁ କହୁଛନ୍ତି ଟଙ୍କା ନାହିଁ। ଟଙ୍କା କଣ ବାବୁ, ପୁଣି ଜମିଦାର, ତାଙ୍କର ଟଙ୍କା ଅଭାବ ଅଛି। ତେଣୁ ସେ ଜମିଦାରୀ ଲେଖିନେଲେନି, ତାଙ୍କ ନାଁରେ ଲେଖି ନେଇ 10,000 ଟଙ୍କା ଦେଇଦେଲେ। ଟଙ୍କା ନା ଶୁଣି ଟିକେ ତାଙ୍କର ହୋସ ଆସିଲା, ଅର୍ଥାତ୍ ବାହାଘର ହେଲା। ଆଉ ଟଙ୍କା ଦବାକୁ କହିଲେ, ଆଉ ରେଜିଷ୍ଟ୍ରି କରିବାକୁ ତର ସବୁ ନାହିଁ, ଜଲ୍ଦି ଟଙ୍କା ଆଣ। ତେଣୁ ଶୀଘ୍ର କେମିତି ହବ? କଲିକତାରେ ଅନେକ ବାବୁ ଅର୍ଥାତ୍ ପୂର୍ବ ସଭାର ସଭ୍ୟମାନେ ଆଉ ଖିଦିରପୁର ବଜାରରେ ଛୁଟକୁଟିଆ ବଢିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହେଲେ। ସେଠି ବହୁତ ଲୋକଙ୍କୁ ନିମନ୍ତ୍ରଣ କରାଗଲା ଏବଂ ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ପେୟ, ଆସନ, ଦାନ୍ତ ଖୁଣ୍ଟା ପର୍ଯ୍ୟନ୍ତ A to Z ଯାହା କହନ୍ତି, ଯାହା ଯାହା ଦରକାର ସବୁ କରିଦିଆ ଗଲା।